ଆମର ଏଇଟା ହେଉଛି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଭକ୍ତମାନଙ୍କର ବହୁତ ସମାଗମ ହୋଇଅଛି। ରାତ୍ର 12:40ରେ ଶ୍ରୀଜୀଉଙ୍କର ପୌଢ଼ ଦ୍ୱାର ଖୋଲିଥିଲା। ଖୋଲିଲା ପରେ ଆମର ମଙ୍ଗଳ ଆଳତୀ ହୋଇଥିଲା। ମଙ୍ଗଳ ଆଳତୀରେ ମଲମ ସରିଲା ପରେ ଗୋଟେ ବେଳେ ଶ୍ରୀଜୀଉଙ୍କର ନିକଟରେ ଭକ୍ତମାନେ ଜଳ ଲାଗି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଭକ୍ତମାନେ ଯେମିତି ଶୃଙ୍ଖଳିତର ସହିତ ଜଳ ଲାଗି କରିପାରିବେ ସେଥିପାଇଁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି। ଆଉ ବିଶ୍ରାମ ନେବା ପାଇଁ 2ଟି ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି। ଯଦି କୌଣସି ଦେହ ଅସୁସ୍ଥ ରହେ ଆଶୁ ଚିକିତ୍ସା କେନ୍ଦ୍ର ମଧ୍ୟ ଖୋଲାଯାଇଛି। ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି। ଲାଇଟ୍ର ବ୍ୟବସ୍ଥା କରାଯାଇଥିଲା। ପାନୀୟ ଜଳର ବ୍ୟବସ୍ଥା କରାଯାଇଛି ଏବଂ ପୋଲିସ ଭାଇମାନଙ୍କର ସହଯୋଗ, ପାଳିଆ ସେବକଙ୍କର ସହଯୋଗ, ଆମର ଜିଲ୍ଲାର ମୁଖ୍ୟ ଯେଉଁ ପ୍ରଶାସକ ସବୁ ଅଧିକାରୀ ରହିଛନ୍ତି ସେମାନଙ୍କର ସହଯୋଗରେ ଭକ୍ତମାନେ ଜଳ ଲାଗି କରୁଛନ୍ତି। ବର୍ତ୍ତମାନ 27,000 ପର୍ଯ୍ୟନ୍ତ ଭକ୍ତ ଜଳ ଲାଗି କରିସାରିଲେଣି। ଧାଡ଼ି ମଧ୍ୟ ଲମ୍ବା ରହିଛି। ଏହିପରି ଆମର ଅପରାହ୍ନ 4 ଘଣ୍ଟିକା ପର୍ଯ୍ୟନ୍ତ ଏହିପରି ପାଣି ଲାଗି ସେମାନେ କରୁଥିବେ। ତାପରେ ଭକ୍ତମାନଙ୍କର ଯଦି କୌଣସି ଅସୁବିଧା ନ ହେବା ପାଇଁ ସମସ୍ତ ପ୍ରଶାସନ ଶ୍ରୀ ଲୋକନାଥ ମନ୍ଦିର ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି। ଏତିକି ଭକ୍ତମାନଙ୍କୁ କାଉଡ଼ିଆ ଭାଇମାନଙ୍କୁ ମୋର ଅନୁରୋଧ, ସେମାନେ ଯେଉଁ ପ୍ଲାଷ୍ଟିକରେ ଯେଉଁ ଘଡ଼ିରେ ପାଣି ଆଣିକିରି ଜଳ ଲାଗି କରୁଛନ୍ତି ତାକୁ ନକରି ମାଟି ଘଡ଼ି ଏବଂ ପିତ୍ତଳର ଢାଳ ଯଦି ଆଣିକିରି ଜଳ ଲାଗି କରନ୍ତେ ତାହା ବହୁତ ଭଲ ହୁଅନ୍ତା।